ଆମେ ଏଠି 17 ଅଧ୍ୟାୟର ଅଧା ପଢିଥିଲେ, ଆଉ ଅଧେ ଆଜି ପଢିବା। ନିଜ ଗୃହ୍ୟ ସୂତ୍ର ଅନୁସାରେ ସୁଖାନ୍ତ କର୍ମ କରି ଅର୍ଥାତ୍ ପରିସଂମୋହନ, ଉପଲିପନ, ଉଲ୍ଲେଖନ, ମୃଦୁ ଉଦ୍ଧରଣ ଓ ଆଭ୍ୟକ୍ଷଣ ଏ 5 ପ୍ରକାର ଭୂ ସଂସ୍କାର କରିବା ପରେ ବେଦୀ ଉପରେ ସ୍ୱାଭିମୁଖ ଅଗ୍ନିକୁ ସ୍ଥାପିତ କରି କୁସଣ୍ଡିକା ପରେ ପ୍ରଜ୍ୱଳିତ ଅଗ୍ନିରେ ଆଜ୍ୟ ଭାଗାନ୍ତ ଆହୁତି ଦେଇ ଏହି ହୋମ କାର୍ଯ୍ୟ ଆରମ୍ଭ କରିବେ। କପିଳା ଗାଈର ଘିଅରେ 1101 ବା 1001 ଆହୁତି ବିଦ୍ୱାନ ବ୍ୟକ୍ତି ନିଜେ ଦେବେ ଅଥବା ଶିବଭକ୍ତ ବ୍ରାହ୍ମଣଙ୍କ ଦ୍ୱାରା 108 ଆହୁତି ଦେବେ। ହୋମ କରିସାରିବା ପରେ ଦକ୍ଷିଣା ସ୍ୱରୂପ ଗୋଟିଏ ଗାଈ ଓ ବଳଦ ଦେବା ଉଚିତ। ଈଶାନ ପ୍ରଭୃତିଙ୍କ ପ୍ରତୀକ ରୂପେ ଯେଉଁ 5 ଜଣ ବ୍ରାହ୍ମଣଙ୍କୁ ବରଣ କରାଯାଇଥିବ ସେମାନଙ୍କୁ ଈଶାନ ପ୍ରଭୃତିଙ୍କୁ ସ୍ୱରୂପ ବୋଲି ବୁଝିବେ ଏବଂ ଆଚାର୍ଯ୍ୟଙ୍କୁ ଶାମ୍ବ ସଦାଶିବଙ୍କ ସ୍ୱରୂପ ବୋଲି ବୁଝିବେ। ଏହି ଭାବନାରେ ସେମାନଙ୍କର ପାଦ ଧୋଇ ପାଦୋଦକ ନିଜ ମୁଣ୍ଡ ଉପରେ ଛିଞ୍ଚିବେ। ଏପରି କଲେ ସାଧକକୁ ଅଗଣିତ ତୀର୍ଥରେ ସଦ୍ୟ ସ୍ନାନ କରିବାର ଫଳ ମିଳିଯାଏ। ସେହି ବ୍ରାହ୍ମଣ ମାନଙ୍କୁ ଭକ୍ତିପୂର୍ବକ ଦଶାଂଶ ଅନ୍ନଦାନ କରିବା ଉଚିତ। ଗୁରୁପତ୍ନୀଙ୍କୁ ପରାଶକ୍ତି ମଣି ତାଙ୍କୁ ମଧ୍ୟ ପୂଜା କରିବା ଉଚିତ। ଐଶାନ୍ୟାଦି କ୍ରମରେ ସେହି ବ୍ରାହ୍ମଣଙ୍କୁ ଉତ୍ତମ ଅନ୍ନରେ ପୂଜା କରି ନିଜ ବୈଭବ ବିସ୍ତାର ଅନୁସାରେ ରୁଦ୍ରାକ୍ଷ, ବସ୍ତ୍ର, ବରା ଓ ପିଠା ଇତ୍ୟାଦି ଅର୍ପିତ କରିବେ। ତାପରେ ଦିଗ୍ପାଳଙ୍କୁ ବଳି ଅର୍ପଣ କରି ବ୍ରାହ୍ମଣଙ୍କୁ ଭୂରି ଭୋଜନ କରାଇବେ। ଏହାପରେ ଦେବେଶ୍ୱର ଶିବଙ୍କୁ ପ୍ରାର୍ଥନା କରି ଜପ ସମାପ୍ତ କରିବେ। ଏହି ରୂପେ ପୁରସ୍ଚରଣ କରି ମନୁଷ୍ୟ ସେହି ମନ୍ତ୍ରକୁ ସିଦ୍ଧ କରିପାରେ। ଏହାପରେ ପୁନଃ 5 ଲକ୍ଷ ଜପିଲେ ସମସ୍ତ ପାପ ନଷ୍ଟ ହୋଇଯାଏ। ତାପରେ ଯଦି ପୁନଃ 5 ଲକ୍ଷ ଜପ କରାଯାଏ ତେବେ ଅତଳ ଲୋକଠାରୁ ସତ୍ୟ ଲୋକ ପର୍ଯ୍ୟନ୍ତ 14 ଭୁବନ ଉପରେ ଯଥାକ୍ରମେ ସେ ଅଧିକାର କରିପାରେ। ଯଦି ଅନୁଷ୍ଠାନ ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ ସାଧକର ମୃତ୍ୟୁ ହୋଇଯାଏ ତେବେ ସେ ପରଲୋକରେ ଉତ୍ତମ ଭୋଗ ଉପଭୋଗ କରିବା ପରେ ପୁନଃ ପୃଥ୍ୱୀ ପୃଷ୍ଠରେ ଜନ୍ମ ଗ୍ରହଣ କରି ପଞ୍ଚାକ୍ଷର ମନ୍ତ୍ର ଜପ ଅନୁଷ୍ଠାନ କରେ। ସମସ୍ତ ଲୋକର ଐଶ୍ୱର୍ଯ୍ୟ ପାଇବା ପରେ ମନ୍ତ୍ର ସିଦ୍ଧ କରିଥିବା ମନୁଷ୍ୟ ଯଦି ପୁନଃ 5 ଲକ୍ଷ ଜପ କରେ ତେବେ ତାଙ୍କୁ ବ୍ରହ୍ମାଙ୍କ ସମୀପ୍ୟ ପ୍ରାପ୍ତ ହୋଇଥାଏ। ଆହୁରି 5 ଲକ୍ଷ ଜପିଲେ ସାରୁଜ୍ୟ ନାମକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। 100 ଲକ୍ଷ ଜପିଲେ ସେ ସାକ୍ଷାତ ବ୍ରହ୍ମାଙ୍କ ସମାନ ହୋଇଯାଏ। ଏପରି କାର୍ଯ୍ୟକ୍ରମ ହିରଣ୍ୟଗର୍ଭଙ୍କ ସାଯୁଜ୍ୟ ଲାଭ କରି ସେ ବ୍ରହ୍ମାଙ୍କ ପ୍ରଳୟ ପର୍ଯ୍ୟନ୍ତ ସେହି ଲୋକରେ ଯଥେଷ୍ଟ ଭୋଗ ଉପଭୋଗ କରିଥାଏ। ଏହାପରେ ପରବର୍ତ୍ତୀ କଳ୍ପ ଆରମ୍ଭ ହେଲେ ସେ ବ୍ରହ୍ମାଙ୍କ ପୁତ୍ର ହୁଏ। ସେତେବେଳେ ସେ ପୁନଃ ତପସ୍ୟା କରି ଦିବ୍ୟ ତେଜରେ ଉଦ୍ଭାସିତ ହୋଇ କ୍ରମଶଃ ମୁକ୍ତ ହୋଇଯାଏ। ପୃଥିବୀ ଆଦି କାର୍ଯ୍ୟ ସ୍ୱରୂପ ଭୂତମାନଙ୍କ ଦ୍ୱାରା ପାତାଳ ଠାରୁ ସତ୍ୟଲୋକ ପର୍ଯ୍ୟନ୍ତ ବ୍ରହ୍ମାଙ୍କର 14 ଭୁବନ ନିର୍ମିତ ହୋଇଛି। ସତ୍ୟଲୋକ ଉପରେ କ୍ଷମାଲୋକ ପର୍ଯ୍ୟନ୍ତ ଯେଉଁ 14 ଭୁବନ ଅଛି ସେ ସବୁ ଭଗବାନ ବିଷ୍ଣୁଙ୍କର ଲୋକ। କ୍ଷମାଲୋକର ଉପରେ ସୂଚିଲୋକ ପର୍ଯ୍ୟନ୍ତ ଆହୁରି 28 ଭୁବନ ରହିଛି। ସୂଚିଲୋକର ଅନ୍ତର୍ଗତ କୈଳାସରେ ପ୍ରାଣୀଙ୍କର ସଂହାରକ ରୁଦ୍ର ବିରାଜମାନ କରିଛନ୍ତି। ସୂଚିଲୋକ ଠାରୁ ଉପରକୁ ଅହିଂସାଦି ଲୋକ ପର୍ଯ୍ୟନ୍ତ 56 ଭୁବନ ଅଛି। ଅହିଂସାଦି ଲୋକର ଆଶ୍ରୟରେ ଯେଉଁ ଜ୍ଞାନ କୈଳାସ ନାମକ ନଗର ଶୋଭା ପାଉଛି ସେଥିରେ କାର୍ଯ୍ୟଭୂତ ମହେଶ୍ୱରଙ୍କର ସମସ୍ତଙ୍କୁ ଅଦୃଶ୍ୟ କରି ଅଧିଷ୍ଠିତ କରିଥାନ୍ତି। ଏଠି କଣ କୁହାଯାଉଛି? ସେଥିରେ କାର୍ଯ୍ୟଭୂତ ମହେଶ୍ୱର ସମସ୍ତଙ୍କୁ ଅଦୃଶ୍ୟ କରି ଅଧିଷ୍ଠିତ କରାଇଥାନ୍ତି। ଅହିଂସାଦି ଲୋକର ଶେଷରେ କାଳଚକ୍ରର ଅବସ୍ଥିତି। ଏ ପର୍ଯ୍ୟନ୍ତ ମହେଶ୍ୱରଙ୍କର ବିରାଟ ସ୍ୱରୂପ ବର୍ଣ୍ଣନା କରାଗଲା। ଏହି ପର୍ଯ୍ୟନ୍ତ ଭୁବନ ମାନଙ୍କର ତିରୋଧାନ ଅଥବା ଲୟ ହୋଇଥାଏ। ତାହାର ତଳକୁ କର୍ମର ଭୋଗ ହୋଇଥାଏ ଏବଂ ତାହାର ଉପରକୁ ଜ୍ଞାନର ଭୋଗ ହୋଇଥାଏ। ତାହାର ତଳକୁ କର୍ମ ମାୟା ଅଛି ଏବଂ ଉପରକୁ ଜ୍ଞାନ ମାୟା ଅଛି। ଏବେ ମୁଁ କର୍ମ ମାୟା ଓ ଜ୍ଞାନ ମାୟାର ତାତ୍ପର୍ଯ୍ୟ ସ୍ପଷ୍ଟ କରୁଛି, ଶୁଣନ୍ତୁ। ମା ଅର୍ଥ ଲକ୍ଷ୍ମୀ। ଏହା ଦ୍ୱାରା କର୍ମ ଭୋଗ ଜାତ ବା ପ୍ରାପ୍ତ ହୁଏ। ତେଣୁ ତାହାକୁ ମାୟା ବା କର୍ମ ମାୟା କୁହାଯାଏ। ଏହିପରି ମା ଅର୍ଥାତ୍ ଲକ୍ଷ୍ମୀଙ୍କ ଠାରୁ ଜ୍ଞାନ ଭୋଗ ଜାତ ଅର୍ଥାତ୍ ପ୍ରାପ୍ତ ହୁଏ। ତେଣୁ ତାହାକୁ ମାୟା ବା ଜ୍ଞାନ ମାୟା କୁହାଯାଏ। ଉପଯୁକ୍ତ ସୀମାର ତଳକୁ ନଶ୍ୱର ଭୋଗ ଏବଂ ଉପରକୁ ନିତ୍ୟ ଭୋଗ ପ୍ରାପ୍ତ ହୋଇଥାଏ। ତାହାଠାରୁ ତଳକୁ ହିଁ ତିରୋଧାନ ଅଥବା ଲୟର ସ୍ଥାନ, ଉପରକୁ ନୁହେଁ। ସେଠାରୁ ତଳକୁ କର୍ମମୟ ପାଶ ଦ୍ୱାରା ବନ୍ଧନ ହୁଏ। ତାହାର ଉପରକୁ ବନ୍ଧନ ନାହିଁ। ତାହାର ତିଳେ ଜୀବ ସକାମ କର୍ମର ଅନୁସରଣ କରି ବିଭିନ୍ନ ଲୋକରେ ଓ ନାନା
ଯୋନିରେ ଘୁରିଥାନ୍ତି। ତାର ଉପର ଲୋକମାନଙ୍କର ନିଷ୍କାମ କର୍ମର ହିଁ ଭୋଗ ହେଇଥାଏ। ବିନ୍ଦୁ ପୂଜାରେ ତତ୍ପର ରହୁଥିବା ଉପାସକ ତାହାର ତଳ ଲୋକମାନଙ୍କରେ ହିଁ ଭ୍ରମିଥାନ୍ତି। ତାହାର ଉପରକୁ କେବଳ ନିଷ୍କାମ ଭାବରେ ଶିବଲିଙ୍ଗ ପୂଜା କରୁଥିବା ଉପାସକ ଯାଇଥାନ୍ତି। ଯେଉଁମାନେ କେବଳ ଶିବଙ୍କ ଉପାସନାରେ ତତ୍ପର ରୁହନ୍ତି ସେମାନେ ତାଠାରୁ ଉପର ଲୋକକୁ ଯାଇଥାନ୍ତି। ତାହାର ତଳକୁ ଜୀବକୋଟି ଓ ଉପରକୁ ଈଶ୍ୱର କୋଟି ଅଛି। ତାହାର ତଳେ ସଂସାରୀ ଜୀବ ଓ ଉପରେ ମୁକ୍ତ ପୁରୁଷ ରୁହନ୍ତି। ତଳେ କର୍ମଲୋକ ଏବଂ ଉପରେ ଜ୍ଞାନ ଲୋକ। ଉପରେ ମଦ ଅହଙ୍କାରରେ ବିନାଶକ ନମ୍ରତା ରହିଛି। ସେଠାରେ ଜନ୍ମଜନିତ ତିରୋଧାନ ନାହିଁ। ତିରୋଧାନର ନିବାରଣ ନ କରି ସେଠାରେ କେହି ପ୍ରବେଶ କରିବା ସମ୍ଭବ ନୁହେଁ। ତିରୋଧାନର ନିବାରଣ କଲେ ହିଁ ସେଠାରେ ଜ୍ଞାନ ଶବ୍ଦର ଅର୍ଥ ପ୍ରକାଶିତ ହୁଏ। ଆଧି ଭୌତିକ ପୂଜା କରୁଥିବା ଲୋକେ ତାହାର ତଳ ଲୋକମାନଙ୍କର ହିଁ ଆବର୍ତ୍ତିତ ହୋଇଥାନ୍ତି। ଆଧ୍ୟାତ୍ମିକ ଉପାସକ ତାହାର ଉପରକୁ ଯାଇଥାନ୍ତି। ଏ ସବୁ ବହୁ ଜିନିଷ ଏ ଭିତରେ କୁହାଯାଉଛି। ଯେଉଁମାନେ ସତ୍ୟ ଅହିଂସାଦି ଧର୍ମରେ ଯୁକ୍ତ ହୋଇ ଶିବ ପୂଜନରେ ତତ୍ପର ହୋଇଥାନ୍ତି ସେମାନେ କାଳଚକ୍ରକୁ ପ୍ରାପ୍ତ ହୋଇଥାନ୍ତି। କାଳଚକ୍ରେଶ୍ୱରଙ୍କର ସୀମା ପର୍ଯ୍ୟନ୍ତ ଯେଉଁ ବିରାଟ ମହେଶ୍ୱର ଲୋକ ରହିଛି ତାହାର ଉପରେ ବୃଷଭ ଆକୃତିରେ ଧର୍ମ ରହିଥାନ୍ତି। ସେ ବ୍ରହ୍ମଚର୍ଯ୍ୟର ମୂର୍ତ୍ତିମାନ ରୂପ। ତାଙ୍କର ସତ୍ୟ, ଶୌଚ, ଅହିଂସା ଓ ଦୟା ନାମକ 4ଟି ପାଦ ରହିଛି। ସେ ସାକ୍ଷାତ ଶିବଲୋକର ଦ୍ୱାର ଦେଶରେ ଛିଡା ହୋଇଥାନ୍ତି। କ୍ଷମା ତାଙ୍କର ସିଂହ ଏବଂ ସମ ହେଉଛି ତାଙ୍କର କାନ। ସେ ବେଦଧ୍ୱନି ରୂପୀ ଶବ୍ଦରେ ବିଭୂଷିତ। ଆସ୍ତିକତା ତାଙ୍କର 2ଟି ନେତ୍ର। ବିଶ୍ୱାସ ହିଁ ତାଙ୍କର ଶ୍ରେଷ୍ଠ ବୁଦ୍ଧି ଏବଂ ମନ। କ୍ରିୟା ଆଦି ଧର୍ମ ରୂପୀ ବୃଷଭ ବାସ୍ତବରେ କାରଣ ଆଦିରେ ସ୍ଥିତ ଅଟନ୍ତି ବୋଲି ବୁଝିବା ଉଚିତ। ସେହି କ୍ରିୟା ରୂପୀ ବୃଷଭାକାର ଧର୍ମ ଉପରେ କାଳାତୀତ ଶିବ ଆରୂଢ ହେଇଥାନ୍ତି। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଆୟୁକୁ ଦିନ କହନ୍ତି। ଯେଉଁଠି ଧର୍ମ ରୂପୀ ବୃଷଭର ସ୍ଥିତି ସେଠାରୁ ଉପରକୁ ଦିନ ନାହିଁ କି ରାତି ନାହିଁ। ସେଠାରେ ଜନ୍ମ ମରଣ ଇତ୍ୟାଦି ମଧ୍ୟ ନାହିଁ। ଆହୁରି ମଧ୍ୟ ସେଠାରେ କାରଣ ସ୍ୱରୂପ ବ୍ରହ୍ମାଙ୍କର କାରଣ ସତ୍ୟ ଲୋକ ପର୍ଯ୍ୟନ୍ତ 14 ଭୁବନ ଅବସ୍ଥିତ। ତାହା 5 ଭୌତିକ ଗନ୍ଧ ଇତ୍ୟାଦିରୁ ଊର୍ଦ୍ଧ୍ୱରେ। ସେହି ଭୁବନ ଗୁଡିକର ସ୍ଥିତି ସନାତନ। ସୂକ୍ଷ୍ମ ଗନ୍ଧ ହିଁ ସେଗୁଡିକର ସ୍ୱରୂପ। ସେଗୁଡିକର ଉପରକୁ ପୁଣି କାରଣ ରୂପୀ ରୁଦ୍ରଙ୍କର 28 ଲୋକର ଅବସ୍ଥିତି ବୋଲି ଧରାଯାଇଛି। ତାହାର ଉପରକୁ ରହିଛି କାରଣେଶ ଶିବଙ୍କର 56 ଲୋକ। ତାହାର ପରେ ଶିବ ସମ୍ମତ ବ୍ରହ୍ମଚର୍ଯ୍ୟ ଲୋକ ଓ ସେଇଠାରେ 5 ଆବରଣ ଯୁକ୍ତ ଜ୍ଞାନମୟ କୈଳାସ ଅବସ୍ଥିତ। ଯେଉଁଠି 5ଟି ମଣ୍ଡଳ, 5ଟି ବ୍ରହ୍ମକଳା ଓ ଆଦିଶକ୍ତିରେ ସଂଯୁକ୍ତ ଆଦିଲିଙ୍ଗ ପ୍ରତିଷ୍ଠିତ। ତାହାକୁ ପରମାତ୍ମା ଶିବଙ୍କର ଶିବାଳୟ କୁହାଯାଇଛି। ସେଠାରେ ପରାଶକ୍ତି ଯୁକ୍ତ ପରମେଶ୍ୱର ଶିବ ନିବାସ କରନ୍ତି। ସେ ସୃଷ୍ଟି, ପାଳନ, ସଂହାର, ତିରୋଭାବ ଓ ଅନୁଗ୍ରହ ଏହି 5ଟି କୃତିର ପ୍ରବୀଣ। ତାଙ୍କର ଶ୍ରୀ ବିଗ୍ରହ ସଚ୍ଚିଦାନନ୍ଦ ସ୍ୱରୂପ। ସେ ସଦା ଧ୍ୟାନ ରୂପୀ ଧର୍ମରେ ସ୍ଥିତି ରହନ୍ତି ଏବଂ ସଦା ସମସ୍ତଙ୍କ ଉପରେ ଅନୁଗ୍ରହ କରନ୍ତି। ସେ ସ୍ୱାତ୍ମାରାମ ଅଟନ୍ତି ଓ ସମାଧି ରୂପେ ଆସନରେ ଆସୀନ ହୋଇ ନିତ୍ୟ ବିରାଜିତ ହୋଇଥାନ୍ତି। କର୍ମ ଓ ଧ୍ୟାନ ଇତ୍ୟାଦି ଅନୁଷ୍ଠାନ କରି କ୍ରମଶଃ ସାଧନ ପଥରେ ଅଗ୍ରସର ହେଲେ ତାହାଙ୍କ ଦର୍ଶନ ମିଳିଥାଏ। ନିତ୍ୟ ନୈମିତ୍ୟାଦି କର୍ମ ଦ୍ୱାରା ଦେବତା ମାନଙ୍କୁ ଯଜନ କଲେ ଭଗବାନ ଶିବଙ୍କ ସମାରାଧନ କର୍ମରେ ମନ ଲାଗିଥାଏ। କ୍ରିୟା ଇତ୍ୟାଦି ଯେତେ ଶିବ ସମ୍ବନ୍ଧୀୟ କର୍ମ ରହିଛି ତା ଦ୍ୱାରା ଶିବ ଜ୍ଞାନ ସିଦ୍ଧି କରିବା ଉଚିତ। ଯେଉଁମାନେ ଶିବ ତତ୍ତ୍ୱର ସାକ୍ଷାତକାର କରିସାରିଛନ୍ତି କିମ୍ବା ଯାହାଙ୍କ ଉପରେ ଶିବଙ୍କର କୃପା ଦୃଷ୍ଟି ପଡିସାରିଛି ସେ ପର୍ଯ୍ୟନ୍ତ ସେ ମୁକ୍ତ ହୋଇଯାଇଛନ୍ତି। ଏଥିରେ ସନ୍ଦେହ ନାହିଁ। ଆତ୍ମ ସ୍ୱରୂପରେ ଯେଉଁ ସ୍ଥିତି ହୁଏ ତାହା ହିଁ ମୁକ୍ତି। ଆଉ ଏକମାତ୍ର ନିଜ ଆତ୍ମାରେ ରମଣ ବା ଆନନ୍ଦ ଅନୁଭବ କରିବା ହିଁ ମୁକ୍ତିର ସ୍ୱରୂପ। ଏଠି ଆତ୍ମା ବିଷୟରେ ଏଠି ବର୍ଣ୍ଣନା କରାଯାଉଛି। ଏଠି କୁହାଯାଉଛି ଯେ ପର୍ଯ୍ୟନ୍ତ ଶିବଙ୍କର କୃପା ଦୃଷ୍ଟି ପଡିସାରିଛି, ଆପଣଙ୍କ ଉପରେ ଯଦି ଶିବଙ୍କର କୃପା ଦୃଷ୍ଟି ପଡିସାରିଛି ସେ ପର୍ଯ୍ୟନ୍ତ ଆପଣ ମୁକ୍ତ ହେଇଯାଇଛନ୍ତି। ଏଥିରେ ସଂଶୟ ନାହିଁ। ଆତ୍ମ ସ୍ୱରୂପରେ ଯେଉଁ ସ୍ଥିତି ହୁଏ ତାହା ହିଁ ମୁକ୍ତି। ଏକମାତ୍ର ନିଜ ଆତ୍ମାରେ ରମଣ ବା ଆନନ୍ଦ ଅନୁଭବ କରିବା ହିଁ ମୁକ୍ତିର ସ୍ୱରୂପ। ଯେ କ୍ରିୟା, ତପ, ଜପ, ଧ୍ୟାନ, ଜ୍ଞାନ ରୂପୀ ଧର୍ମର ଉତ୍ତମ ରୂପରେ ସ୍ଥିତ। ସେ ଶିବଙ୍କ ସାକ୍ଷାତକାର କରି
ସ୍ୱାତ୍ମାରାମ ସ୍ୱରୂପ ମୋକ୍ଷକୁ ମଧ୍ୟ ପ୍ରାପ୍ତ କରିଥାଏ। ସୂର୍ଯ୍ୟଦେବ ଯେପରି ନିଜର କିରଣ ଦ୍ୱାରା ଅଶୁଦ୍ଧିକୁ ଦୂର କରିଦିଅନ୍ତି, ଠିକ୍ ସେହିପରି କୃପା କରିବାରେ କୁଶଳ ଭଗବାନ ଶିବ ନିଜ ଭକ୍ତର ଅଜ୍ଞାନକୁ ନଷ୍ଟ କରିଦିଅନ୍ତି। ଅଜ୍ଞାନ ନିବୃତ୍ତ ହୋଇଯିବା ପରେ ଶିବ ଜ୍ଞାନ ସ୍ୱତଃ ପ୍ରକଟ ହୋଇଯାଏ। ଅଜ୍ଞାନ ଯେତେବେଳେ ପଳେଇଯାଏ ଦେହରୁ, ସେତେବେଳେ ଶିବ ଜ୍ଞାନ ସ୍ୱତଃ ଆପଣଙ୍କ ଦେହରେ ଆସିଯାଏ ବା ଆପଣ ସ୍ୱତଃ ଶିବଙ୍କୁ ଜାଣିପାରନ୍ତି। ଶିବ ଜ୍ଞାନ ଦ୍ୱାରା ନିଜର ବିଶୁଦ୍ଧ ସ୍ୱରୂପ ଆତ୍ମାରାମତ୍ୱ ପ୍ରାପ୍ତ ହୁଏ ଏବଂ ଆତ୍ମାରାମତ୍ୱର ସମ୍ୟକ ସିଦ୍ଧି ହେଲା ପରେ ମନୁଷ୍ୟ କୃତ୍ୟ ହେଇଯାଏ। ତାପରେ ଯାହା କିଛି କୁହାଗଲା ତାହା ପ୍ରଥମେ ମତେ ଗୁରୁ ପରମ୍ପରା କ୍ରମେ ପ୍ରାପ୍ତ ହେଇଥିଲା। ତାପରେ ମୁଁ ପୁନଃ ନନ୍ଦୀଶ୍ୱରଙ୍କ ମୁଖରୁ ଏ ବିଷୟ ଶୁଣିଥିଲି। ନନ୍ଦୀ ସ୍ଥାନର ଉର୍ଦ୍ଧ୍ୱରେ ଯେଉଁ ସବୁ ସ୍ୱସଂସେଦ୍ୟ ଶିବ ବୈଭବ ରହିଛି, ତାହାର ଅନୁଭବ କେବଳ ଭଗବାନ ଶିବ ହିଁ କରିଥାନ୍ତି। ସାକ୍ଷାତ ଶିବଲୋକରେ ବୈଭବର ଜ୍ଞାନ କେବଳ ଶିବ କୃପାରୁ ହିଁ ହେଇପାରେ, ଅନ୍ୟଥା ତାହା ସମ୍ଭବ ନୁହେଁ। ଏହା ଆସ୍ତିକ ଲୋକଙ୍କର କଥନ। ସାଧକ 5 ଲକ୍ଷ ଜପ କରିବା ପରେ ଶିବଙ୍କର ପ୍ରସନ୍ନତା ପାଇଁ ମହାଅଭିଷେକ ଏବଂ ନୈବେଦ୍ୟ ନିବେଦନ କରି ଶିବ ଭକ୍ତଙ୍କୁ ପୂଜା କରିବା ଉଚିତ। ଭକ୍ତଙ୍କୁ ପୂଜା କଲେ ଶିବ ବହୁତ ପ୍ରସନ୍ନ ହୁଅନ୍ତି। ଶିବ ଓ ତାଙ୍କ ଭକ୍ତଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଭକ୍ତ ସାକ୍ଷାତ ଶିବ ସ୍ୱରୂପ ଅଟନ୍ତି। ଶିବ ସ୍ୱରୂପ ମନ୍ତ୍ରକୁ ଧାରଣ କରି ସେ ଶିବ ହୋଇଥାନ୍ତି ଏବଂ ଶିବ ଭକ୍ତଙ୍କ ଶରୀର ଶିବ ରୂପୀ ହେଇଥାଏ। ତେଣୁ ତାହାଙ୍କ ସେବାରେ ତତ୍ପର ରହିବା ଉଚିତ। ଯେଉଁମାନେ ଶିବଙ୍କର ଭକ୍ତ, ସେମାନେ ଲୋକ ବେଦର ସମସ୍ତ କ୍ରିୟାକୁ ଜାଣନ୍ତି। ଯେ ଯେତେ ଅଧିକ ଶିବ ମନ୍ତ୍ର ଜପିଥାଏ, ତାହାର ଶରୀରକୁ ସେତିକି ଅଧିକ ଶିବଙ୍କ ସମୀପ୍ୟ ପ୍ରାପ୍ତ ହୁଏ। ଏଥିରେ କିଛି ସଂଶୟ ନାହିଁ। ଶିବ ଭକ୍ତା ନାରୀ ପାର୍ବତୀ ଦେବୀ ସ୍ୱରୂପ ହୋଇଥାନ୍ତି। ସେ ଯେତେ ଅଧିକ ମନ୍ତ୍ର ଜପ କରନ୍ତି, ତାହାକୁ ସେତିକି ଅଧିକ ଦେବୀଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେଇଚାଲେ। ସାଧକ ସ୍ୱୟଂ ଶିବ ସ୍ୱରୂପ ହୋଇ ପରାଶକ୍ତିର ପୂଜନ କରିବା ଉଚିତ। ଶକ୍ତି ମୂର୍ତ୍ତି ତଥା ଲିଙ୍ଗର ଚିତ୍ର ଆଙ୍କି ଅଥବା ମୂର୍ତ୍ତିକା ଇତ୍ୟାଦିରେ ଏମାନଙ୍କର ଆକୃତି ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ପୂର୍ବକ ନିଷ୍କପଟ ଭାବରେ ପୂଜା କରିବା ଆବଶ୍ୟକ। ଶିବଲିଙ୍ଗକୁ ଶିବ ଓ ନିଜକୁ ଶକ୍ତି ରୂପ ବୁଝି, ଶକ୍ତି ଲିଙ୍ଗକୁ ଦେବୀ ଓ ନିଜକୁ ଶିବ ରୂପ ମଣି, ଶିବଲିଙ୍ଗକୁ ନାଦ ରୂପ ଓ ଶକ୍ତିକୁ ବିନ୍ଦୁ ରୂପ ମଣି ପରସ୍ପର ସଙ୍ଗେ ଯୋଡ଼ି ହୋଇଥିବା ଶକ୍ତିଲିଙ୍ଗ ଓ ଶିବଲିଙ୍ଗ ପ୍ରତି ଉପପ୍ରଧାନ ଓ ପ୍ରଧାନ ଭାବନା ରଖି ଯେଉଁ ବ୍ୟକ୍ତି ଶିବ ଓ ଶକ୍ତିଙ୍କୁ ପୂଜା କରେ, ସେ ମୂଳ ରୂପର ଭାବନା କରିବା ହେତୁ ଶିବ ରୂପ ହିଁ ଅଟେ। ଶିବ ଭକ୍ତ ଶିବ ମନ୍ତ୍ର ରୂପ ହୋଇଥିବା କାରଣରୁ ଶିବଙ୍କର ହିଁ ସ୍ୱରୂପ। ଯେ 16 ଉପଚାରରେ ତାଙ୍କୁ ପୂଜା କରେ, ତାକୁ ତାର ମନବାଞ୍ଛିତ ଫଳ ପ୍ରାପ୍ତ ହୁଏ। ଯେଉଁ ଶିବଲିଙ୍ଗୋପାସକ ଶିବ ଭକ୍ତଙ୍କ ସେବା ଇତ୍ୟାଦି କରି ତାଙ୍କର ଆନନ୍ଦ ପ୍ରଦାନ କରେ, ସେହି ବିଦ୍ୱାନ ଉପରେ ଭଗବାନ ଶିବ ବହୁତ ପ୍ରସନ୍ନ ହୁଅନ୍ତି। 5 ଜଣ 10 ଜଣ ଅଥବା 100 ଜଣ ଶିବ ଭକ୍ତଙ୍କୁ ସପତ୍ନୀକ ଆମନ୍ତ୍ରିତ କରି ଭୋଜନ ଆଦି ଦ୍ୱାରା ସେମାନଙ୍କୁ ସମାଦର କରିବା ଉଚିତ। ଧନରେ, ଦେହରେ ଓ ମନ୍ତ୍ରରେ ଶିବ ଭାବନା କରି ସେମାନଙ୍କୁ ଶିବ ଓ ଶକ୍ତିଙ୍କ ସ୍ୱରୂପ ବୁଝି ଅନାବିଳ ଭାବରେ ପୂଜା କରିବା ଉଚିତ। ଏହିପରି କରୁଥିବା ବ୍ୟକ୍ତି ଏ ଭୂତଳରେ ଆଉ ଜନ୍ମ ଗ୍ରହଣ କରେ ନାହିଁ। ଇଏ ରହିଲା ଅଧ୍ୟାୟ 17 ପର୍ଯ୍ୟନ୍ତ ମୁଁ ଆଜି ପଢିଲି। ଅବଶିଷ୍ଟ 17 ଅଧ୍ୟାୟଟା। ତେଣୁ ଏଥିରେ ଶିବଙ୍କର ଶକ୍ତିଙ୍କର ବିଷୟ ବର୍ଣ୍ଣନା ହେଲା। କେମିତି ନିଜ ମନ ଭିତରେ, ନିଜ ଆତ୍ମା ଭିତରେ ଆପଣ ଶିବଙ୍କୁ ପ୍ରାପ୍ତ କରିପାରିବେ, ନିଜେ ଆପଣ ଶିବଙ୍କର ସାନ୍ନିଧ୍ୟ ପାଇପାରିବେ, ଶିବଙ୍କର ବାରମ୍ବାର ମନ୍ତ୍ର ଉଚ୍ଚାରଣ କରି ଶିବଙ୍କ ସାନ୍ନିଧ୍ୟ ପାଇପାରିବେ, ପାର୍ବତୀଙ୍କର ବାରମ୍ବାର ମନ୍ତ୍ର ଉଚ୍ଚାରଣ କରି ଦେବୀଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେଇପାରିବେ। ସେଇଟା ଏଠି କୁହାଯାଉଛି। ଆପଣ ମାନେ ଭଲ ଭାବରେ ଯଦି ଥରଟେ ପଢିକି ଆପଣ ଜାଣିପାରୁନାହାନ୍ତି, ଦ୍ୱିତୀୟ ଥର ନିଶ୍ଚୟ ପଢନ୍ତୁ। ତେବେ ଆସନ୍ତା କାଲି ଆମେ 18 ଅଧ୍ୟାୟ ପଢିବା।